ଯଦି ସ୍ୱାମୀ ଯାଇଥିବ ଅଫିସ ଘରକୁ ଆଇଲା ଆଉ ଗୋଟେ ତମ ସ୍ତ୍ରୀ ପାଖେ ଶୋଇଥିବ ଆମ ହବ ଏମିତି ହକ୍ ଦେବ। ଏତେ ଗାଡି ହେଲାଣି କଣ ଲୋକ ପାଇଁ ପଇସା ଏଇନା ଗୋଟେ ଯିବାର ଛାଡିଛି ବାଙ୍ଗାଲୋର ଏବଂ ହଁ ସେଇ HMB ବାଙ୍ଗାଲୋର ଗୁଜରାଟରେ ପହଞ୍ଚିଲାଣି, କେରଳରେ ଯାଇ ପହଞ୍ଚିଲାଣି, ଜବ୍ କରି ପଳେଇ ଆସିବ। ତେଣୁକରି ହେ ମୋହନ ମାଝୀ ମହୋଦୟ, ହେ ନରେନ୍ଦ୍ର ମୋଦି ଭାରତରେ ପ୍ରବେଶ କଲାଣି ତ ଗୁଜରାଟରେ ତମେ ତୁ ଆଉ କହିବିନି ତମ ଗୁଜରାଟରେ ବି ପଶିଲାଣି। କାରଣ ପ୍ରାଇମ ମିନିଷ୍ଟର ଗୋଟେ ତୁ ତା କହିବି ସେ କଣ କି ବୟସରେ ବହୁତ ସାଧ, ତେଣୁ ତୁ ବାହାରି ପଡ ନହେଲେ ନା ନା ମୁଁ କହିବାଟା ଭଲ ହବନି। ସେ ଚେୟାରକୁ ନା କଣ କହୁଛନ୍ତି ଆପଣ ନିଜେ କୁହନ୍ତୁ ଜଣେ ଭଦ୍ରଲୋକ ହିସାବରେ କହିବାଟା ଭଲ ହବ। ତେଣୁ ମୁଁ ଆଉ ତୁ ତା କରିବିନି। ହେ ପ୍ରାଇମ ମିନିଷ୍ଟର ମହୋଦୟ, ଦେଶକୁ ରାମ୍ପିଲ, ମୋଷ୍ଟ କରପ୍ଟ ପ୍ରାଇମ ମିନିଷ୍ଟର ତମେ। ଆଉ ଡକ୍ଟର ମନମୋହନ ସିଂ, ଲାଲ ବାହାଦୁର ଶାସ୍ତ୍ରୀ ଭଳିଆ ପ୍ରାଇମ ମିନିଷ୍ଟର ହେବା ପାଇଁ ତମେ 7 ଜନ୍ମ ନେବାକୁ ପଡିବ। ଯାହା କଲ କଲ ଏ ଓଡ଼ିଶାଟାକୁ ଦେଖ, ଗୁଜରାଟକୁ ଦେଲ ସ୍ପେଶାଲ ପ୍ୟାକେଜ, ଆନ୍ଧ୍ରକୁ ଦେଲ, ଆମ ମହାନଦୀ ଶୁଖିଲା ପଡିଛି, ଛତିଶଗଡ଼ ପାଣି ବନ୍ଧେଇକି ରଖିଲା, ତଳେ ଗୋଟେ ବନ୍ଧ ପକେଇ ଦିଅ 20,000 କୋଟି ପଡିବ, ଆମ ଓଡ଼ିଶାବାସୀ ବଞ୍ଚିଯିବ, 80 ଭାଗ ଚାଷୀ ବଞ୍ଚିବେ। ନାଇଁ ନକଲି ସବୁଠି ଅଛନ୍ତି, ବାହାର କରିବା ଦରକାର ସବୁଠି। ତାମାନେ କଂଗ୍ରେସ ଭବନ ହେଇନଥିଲା, ଇନ୍ଦିରା ମାରିଦେଲେ ତାରି ଘରେ ରହିକରି ସେମିତି କହିପାରିବ? ତାରି ବଡିଗାର୍ଡ ସବୁଠି ଅଛନ୍ତି ଗଳିଆ। ରାବଣ ଦରବାର ପୁରା ବିଭୀଷଣ ବି ଥିଲା, ମୁଁ ଖବର ଦଉଥିଲା, ସବୁବେଳେ ସବୁ ଯୁଗରେ ଅଛନ୍ତି। ତଥାପି ନା 95 ଆମେ ଅଛନ୍ତି। ଏଡେ ବଡ ଦୁନିଆରେ 95 ଭାଗ ଯଦି ଭଲରେ ଅଛେ ଆମେ, ସେ ମୋଦି ନାଁରେ ହଉ କି ମୋହନ ନାଁରେ ହଉ କି ଦାମ ନାଁରେ ହଉ କି ହରିଫ ନାଁରେ ହଉ, ଆମେ ମାନବିକତା ଆସରୁ ମା ଭଉଣୀ ଧରି ରହିଛେ। ତମେ ମା ଭଉଣୀ ଧରିଛ, ଆମ ମା ଭଉଣୀ ନଜର ପକେଇ ଦବ କିଏ? ଏ କଣ ବ୍ରିଟିଶ ହେଇଛେ? ବ୍ରିଟିଶରେ ବାହା ହେଇଥିବେ, ଯଦି ସ୍ୱାମୀ ଯାଇଥିବ ଅଫିସ ଘରକୁ ଆଇଲା ଆଉ ଗୋଟେ ତମ ସ୍ତ୍ରୀ ପାଖେ ଶୋଇଥିବ ଆମ ହବ, ଓଡ଼ିଶାରେ ହବ, ଭାରତରେ ହବ। ରାମ ସୀତା ଆମେ ଏଠି ଅନ୍ଧାରରେ ନହେଲେ ଚନ୍ଦକା ଜଙ୍ଗଲରେ କାଟିଥିବୁ। ଟଙ୍କା ନଦେଲେ କୁଆଡେ ଯିବୁ? ସନ୍ଧ୍ୟା ହେଲେ ଟ୍ରାଫିକ ଜାମ ହଉଛି, ଘଣ୍ଟା ଘଣ୍ଟା ଲାଗୁଛି। ସେମିତି ହକ୍ ଦେବ। ଏତେ ଗାଡି ହେଲାଣି କଣ ଲୋକ ପାଇଁ ପଇସା ଗାଡି ଟିକେ ଲେଟ୍ ହବନି? ସୁରାଇଙ୍କର କେତେଟା? ମୋର 2 ପୁଅଙ୍କର 4, ମୋର ଗୋଟିଏ। ମୁଁ ଧୋତଣା ହେଲା ପରେ ଆଉ ଗୋଟିଏ, ଧୋତଣା ଭାଉଜର ଗୋଟେ। ହଁ 2 ପୁଅଙ୍କର 2 2 4, ଭାଉଜର ଗୋଟେ। ତା ଗାଡି ମୁଁ ଛୁଏନି କି ମୋ ଗାଡି ଧୋତଣା ଶଗଡ଼ ପଡ 30ଟା ପ୍ରୋଗ୍ରାମ କିଏ ଯିବ? ସକାଳୁ ଆଇଲାଣି ସେ ଗାଡି 7ଟା ଦିନ ଯାକ ଅଛି। ସେ ଯାହା ହଉ, ଯଦି କାଲି ଆପଣ ମାନେ ଆସିବେ ଲବଣଗିରି ପାହାଡକୁ ମୁଁ ଅଭିନନ୍ଦନ ଜଣାଇବି। ନାଇଁ ମୋହନ ମାଝୀ, ମୋରି କଥାରେ ଆପଣ ମାନେ ଥିଲେ, ସତ କହିବେ। ସ୍ୱାଧୀନତା ସଂଗ୍ରାମୀ ଭବନରେ ମୁଁ ଅନୁରୋଧ କଲି, ଆଜ୍ଞା ସେଇଠି ମୋହନ ମାଝୀ 10,000 ଘୋଷଣା କରିଛି। ହାଣ୍ଡିକ୍ରାଫ୍ଟ ମାନଙ୍କୁ 10,000, ବୟସ୍କ 10,000, ସିଓର ଦବ 10,000। କଂଗ୍ରେସ ଦଳରେ ବିଭୀଷଣ ଅଛନ୍ତି, କୋଉ ଦଳରେ ନାହାନ୍ତି? ବିଜେପିରେ ନାହାନ୍ତି, କମ୍ୟୁନିଷ୍ଟରେ ନାହାନ୍ତି? ଛାଡ କଣ କହୁଛ? 15 ଦିନ ତଳେ ମୁଖ୍ୟମନ୍ତ୍ରୀ ଘୋଷଣା କଣ ସୁଇଚ୍ ବି ଦେଲେ ହେଇଯିବ? ଖାଲି 80 ପୂର୍ବରୁ ଯିବ, ଆପ୍ରୁଭ ହବ, ଫାଇନାନ୍ସ ଆପ୍ରୁଭ କରିବ ନା କଣ? କଣ ମୋହନ ମାଝୀ ଗଠନ ଦବ? ଯୋଉମାନେ 80% ପାଇଲେ ନାଇଁ ଏ ମୁଖ୍ୟମନ୍ତ୍ରୀ ଭଲ ଲୋକ, ବହୁତ ବଢିଆ ଲୋକ।